ସାହିତ୍ୟର ସ୍ୱରୂପ ବସ୍ତୁ ବା ପଦାର୍ଥର ସ୍ୱରୂପ ବା ନିଜର ଆକାର ଥାଏ। ନହେଲେ ବସ୍ତୁର ସ୍ଥିତି ବା ରହିବା ହୋଇନଥାଏ। ସ୍ୱରୂପ ବସ୍ତୁକୁ ଚିହ୍ନାଇ ଦିଏ, ବସ୍ତୁର ସ୍ୱାତନ୍ତ୍ର୍ୟ ପ୍ରକାଶେ ବିଶେଷତ୍ୱ ଜଣାଏ। ଅଦୃଶ୍ୟ ଦୃଶ୍ୟ ହୋଇ ବସ୍ତୁର ସ୍ୱରୂପ ଅଛି। ଅଦୃଶ୍ୟ ସ୍ୱରୂପ ଭଗବାନଙ୍କର, ଦୃଶ୍ୟ ରୂପ ମଣିଷର। ଅଦୃଶ୍ୟ ରୂପ ମନର, ଦୃଶ୍ୟ ରୂପ ମନର କାର୍ଯ୍ୟର, ବାହାରେ ପ୍ରଦର୍ଶନର। ବାହ୍ୟ ଦେଖାରୁ କାର୍ଯ୍ୟର ଜଣାଯାଇ ମଣିଷ ସ୍ୱରୂପକୁ କୁହାଏ ଦୟାଳୁ, ଲୋକଟି ଭାରି ନିଷ୍ଠୁର, ଧପ୍ପାବାଜ, ଟାଉଟର, ମଦ୍ୟପ, ଜୁଆଡ଼ି, ଚୋର, ଡକାୟତ ଇତ୍ୟାଦି। ମଣିଷର ଗୋଟିଏ ରୂପ ଶରୀରରେ, ଅନ୍ୟ ରୂପ କାର୍ଯ୍ୟରେ ଥାଏ। ଶରୀର ରୂପରୁ ବି ମଣିଷକୁ ଚିହ୍ନା ଯାଇ କୁହାଯାଇଥାଏ କି ଲୋକଟି ଭିକାରୀ, ବଜାରୀ, ଛତରା, ଚୋରଙ୍କ ଭଳି ଦିଶୁଛି। ନହେଲେ କୁହାଯାଇଥାଏ କି ଲୋକଟି ଭାରି ବଢ଼ିଆ, ଫିଟଫାଟ ଡ୍ରେସ ପୋଷାକରେ ଥାଇ ରାଜକୁମାର, ହିରୋଙ୍କ ଭଳି ଦିଶୁଛି। ଆଉ ବ୍ୟବହାର କି ସୁନ୍ଦର, କଣ୍ଠସ୍ୱର କି ମଧୁର। ତେଣୁ ମଣିଷର ବାହ୍ୟ ଭିତର ହୋଇ ମଣିଷର ଏ ପ୍ରକାର ଦୁଇ ସ୍ୱରୂପର ଦେଖାଯାଇଥାଏ। ନିର୍ଜୀବ ଜଡ଼ବସ୍ତୁର ସ୍ୱରୂପ ତା'ର କାର୍ଯ୍ୟ ଦେବାରେ ଦିଶେ। ଯଥା କାର, ଗାଡ଼ି, ସ୍କୁଟି, ରେଳ, ଉଡ଼ାଜାହାଜ, ପାଣିଜାହାଜ ଇତ୍ୟାଦି। ଆଉ ଏଥିପାଇଁ ଏମାନେ ମଣିଷ ଦ୍ୱାରା ନିର୍ମିତ ହୋଇଥାନ୍ତି, ସୃଷ୍ଟିଶୀଳ ଥାନ୍ତି। ସାହିତ୍ୟ ଭାବ୍ୟ ବସ୍ତୁ, ଏହା ମଣିଷ ଲେଖକ ଦ୍ୱାରା ସୃଷ୍ଟି ହୋଇଥାନ୍ତି। ଯେମିତି ମଣିଷ ଭଗବାନଙ୍କ ଦ୍ୱାରା ସୃଷ୍ଟି ହୋଇଅଛି। ସାହିତ୍ୟ ମଣିଷ ଦ୍ୱାରା ଲେଖାଯାଇ ରଚନାୟିତ ରୀତିରେ ସର୍ଜନଶୀଳ ଥାଏ। କଳା ତଥା ସୃଜ୍ୟମାନ ଜଗତରେ ନିଜର ସ୍ଥିତି ବା ପତିଆରା ପ୍ରକାଶେ। ସାହିତ୍ୟ ଅନ୍ୟ ଦ୍ୱାରା ନିଜକୁ ସ୍ୱୟଂକ୍ଷମ କରାଏ। ସାହିତ୍ୟର ସ୍ୱରୂପ ଆଗ, ଏହାପରେ ଯାଇ ସାହିତ୍ୟ ସ୍ୱରୂପର ବିସ୍ତାର ହୋଇଥାନ୍ତି। ତା'ର ଗଠନ ପ୍ରଣାଳୀରେ, ପ୍ରକାରଭେଦରେ, ଲେଖକୀୟ ନାମାନ୍ତରରେ, ପାଠକୀୟ ଗ୍ରାହ୍ୟତାରେ ଏବଂ ଶ୍ରେଣୀ ପାଠ୍ୟ ପରିଯୋଜନାରେ ସବୁଥିରେ ବିବିଧତାର ପାର୍ଥକ୍ୟ ପରିଦୃଷ୍ଟ ହୋଇଥାଏ। ଗଠନ ପ୍ରଣାଳୀ ରେ ପଦ୍ୟ ଏବଂ ଗଦ୍ୟ, ପୁଣି ଏହି ପଦ୍ୟ ସାହିତ୍ୟ କାବ୍ୟ କବିତାରେ ସ୍ୱରୂପାୟିତ, ଆଉ ଗଦ୍ୟ ସାହିତ୍ୟ ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ସମୀକ୍ଷା, ଜୀବନୀ, ଭ୍ରମଣ ବୃତ୍ତାନ୍ତ। ନାଟକର ପଦ୍ୟ ଗଦ୍ୟ ହୋଇ ଦୁଇ ରୂପ ରହିଛି, ଗୀତିନାଟ୍ୟ ପଦ୍ୟର, ଆଧୁନିକ ନାଟକ ଗଦ୍ୟର। ପୁଣି ସାହିତ୍ୟର ଗଠନ ପ୍ରଣାଳୀରେ କଥାବସ୍ତୁ, ଚରିତ୍ର, ପରିବେଶ, ଭାଷା, ଦ୍ୱନ୍ଦ୍ୱ, ଉତ୍କଣ୍ଠା, ନାମଦାନ ଏବଂ ପରିଣତି। ଲେଖକୀୟ ନାମାନ୍ତରରେ ସାହିତ୍ୟର ସ୍ୱରୂପ ହେଲେ ଗୋପାଳ ଛୋଟରାୟ ନାଟକର, ମନୋରଞ୍ଜନ ଦାସ ନାଟକର, ରମେଶ ପ୍ରସାଦ ପାଣିଗ୍ରାହୀ ନାଟକର, ରାଧାନାଥ ଗଙ୍ଗାଧର, ବୈକୁଣ୍ଠନାଥ, ରମାକାନ୍ତ, ସୀତାକାନ୍ତ ଏମାନେ ସବୁ କାବ୍ୟ ଓ କବିତାକୁ ସାହିତ୍ୟ ନାମରେ ସ୍ୱରୂପାୟିତ କରିଛନ୍ତି। ପାଠକୀୟ ଗ୍ରାହ୍ୟତାରେ କିଏ କବିତାର ପାଠକ, କିଏ ଗଳ୍ପ ଉପନ୍ୟାସର ପାଠକ, କିଏ ଜୀବନୀ ଭ୍ରମଣ କାହାଣୀର ପାଠକ। ସାହିତ୍ୟର ସ୍ୱରୂପକୁ ଦେଖି ପଢ଼ିଥାନ୍ତି, ପଢ଼ିବାକୁ ଆଗ୍ରହୀ ଥାନ୍ତି। ସାହିତ୍ୟ ସବୁ ରଚିତ ହୁଏ, ହେଲେ ସବୁ ରଚିତ ସାହିତ୍ୟ ଶ୍ରେଣୀକକ୍ଷର ପାଠପଢ଼ାରେ ଗୃହୀତ ହୋଇନଥାନ୍ତି। ଶ୍ରେଣୀପାଠ୍ୟ ପାଇଁ ସାହିତ୍ୟର କବିତା, କାବ୍ୟ, ଗଳ୍ପ, ଉପନ୍ୟାସ, ନାଟକକୁ ଦେଖି ଯୋଜନା କରାଯାଇଥାଏ କି କାହାକୁ ପଢ଼ାଯିବ, କାହାକୁ ପଢ଼ାଯାଇ ପାରିବ ନାହିଁ। ପାଠ୍ୟ ପରିଯୋଜନାରେ ବି ଗୋଟିଏ ସାହିତ୍ୟର ଆଦରକୁ ଦେଖି ବାରମ୍ବାର ପଢ଼ା ପାଇଁ ନିଆଯାଇଥାନ୍ତି। ଉଦାହରଣରେ ରେବତୀ, ଶିକାର, ନୀଳମାଷ୍ଟ୍ରାଣୀ, ଚିଲିକା, ଦରବାର, ତପସ୍ୱିନୀ ଇତ୍ୟାଦି। ଏହିଭଳି ଅନେକ ସାହିତ୍ୟମାନ ଆସିଛନ୍ତି। କିଛି ସାହିତ୍ୟର ସ୍ୱରୂପ ସ୍ମରଣରେ ମନେପକାରେ ଅବିସ୍ମରଣୀୟ ଥାଇ ଚର୍ଚ୍ଚାର ସ୍ତରକୁ ଆସନ୍ତି। ଯଥା ରହସ୍ୟବାଦୀ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କର ଯାତ୍ରା ସଙ୍ଗୀତ କବିତା, କିସା ଗୌତମୀ କବିତା, ସଚୀ ରାଉତରାୟଙ୍କର ମଶାଣିର ଫୁଲ, ମାଟିର ତାଜ, ମଲାକଇଁ, ଅନ୍ଧାରୁଆ, ହାତ, ଦାରୋଗାଙ୍କ କୁକୁର କିମ୍ବା ତାଙ୍କର ଛୋଟ ମୋର ଗାଁଟି କବିତା। ଏହିଭଳି ଅନ୍ୟାନ୍ୟ ସାହିତ୍ୟ ସ୍ୱରୂପ କୃତିମାନ ବିଚାରିତ ହେବେ। ସବୁଗୁଡ଼ିକର ନାମ ଦେବା ଅସମ୍ଭବ।
ସାହିତ୍ୟର ସ୍ୱରୂପରେ ଏମିତି ଅନେକ କୃତି ରହିଛନ୍ତି ଯିଏକି ରଚିତ ହୋଇ ନିଜର ସ୍ଥିତି ପ୍ରକାଶିଛନ୍ତି ଅଥଚ ପଢ଼ାଯାଇ ପାରିନାହାନ୍ତି, ପ୍ରଖ୍ୟାତ ହୋଇନାହାନ୍ତି, ଚର୍ଚ୍ଚାରେ ମଧ୍ୟ ଆସିନାହାନ୍ତି। ଏଇ ଯେମିତି ଫକୀରମୋହନଙ୍କର ଅଜାନାତି କଥା ଗଳ୍ପ, କାଳିକା ପ୍ରସାଦ ଗୋରାପ ଗଳ୍ପ, କମଳା ପ୍ରସାଦ ଗୋରାପ ଗଳ୍ପ, ପୁନର୍ମୂଷିକ ଭବ ଗଳ୍ପ, ପାଠୋଇ ବୋହୂ ଗଳ୍ପ ଭଳିଆ ଗଳ୍ପମାନ। ସ୍ୱରୂପ ଅଛି, ହେଲେ ପାଠକୀୟ ସ୍ୱୀକୃତି ବା ଭଲ ପାଇବା ନାହିଁ। ପାଠକ ଭଲ ପାଉଥିଲେ ରେବତୀ, ସଭ୍ୟ ଜମିଦାର, ଡାକମୁନ୍ସି, ପେଟେଣ୍ଟ ମେଡିସିନ ଗଳ୍ପ ଭଳି ଆଦର ପାଇଥାନ୍ତେ, ଆଦୃତ ହୋଇଥାନ୍ତେ। ହୋଇପାରି ନାହାନ୍ତି ଯୋଗୁଁ ଶ୍ରେଣୀ ପାଠରେ ପଢ଼ାଯାଇ ପାରିନାହାନ୍ତି। ଏହା କେବଳ ମୋ ବକ୍ତବ୍ୟର ପରିପୁଷ୍ଟି ପାଇଁ କହିଲି। ପାଠକୀୟ ଚାହିଦାରେ ଲୋକପ୍ରିୟତା ଥାଏ। ଏବେ ବା ବର୍ତ୍ତମାନ ସାହିତ୍ୟର ସ୍ୱରୂପ ବା ନିଜ ରୂପକୁ ନେଇକି ଭିନ୍ନ ଦୃଷ୍ଟିକୋଣ ଉପସ୍ଥାପିତ କରାଯାଉଅଛି। ସେସବୁ ହେଲେ ପ୍ରଥମତଃ ସାହିତ୍ୟ ଜୀବନକୈନ୍ଦ୍ରିକ ଶାସ୍ତ୍ର ବା ବିଦ୍ୟା, ଯେଉଁ ଜୀବନରେ ମୁଖ୍ୟତଃ ମଣିଷ ଏବଂ ପଶୁପକ୍ଷୀର ସ୍ଥିତି ଦେଖାଯାଇଅଛି। ପଶୁକୁ ନେଇ ଗାଳ୍ପିକ ରାଜକିଶୋର ପଟ୍ଟନାୟକ ପଶୁଗପ, ଅଖିଳମୋହନ ପଟ୍ଟନାୟକ ଗୋଟିଏ କୁକୁରର କଥା, ଗାଳ୍ପିକ ନିତ୍ୟାନନ୍ଦ ମହାପାତ୍ର ମାଙ୍କଡ଼ ଦିଆସି, ଶକୁନ୍ତଳା ଦେବୀ ବଉଳା, ଶଶୀ ରାଉତରାୟଙ୍କର ଟମି ଗଳ୍ପ ଲେଖି ଅଛନ୍ତି। ଦ୍ୱିତୀୟତଃ ସାହିତ୍ୟ ମାନବୀୟ ଲେଖକୀୟ ଅନୁଭୂତିରୁ ଜାତ। ଅନୁଭୂତି ବା ଅଭିଜ୍ଞତା ନଥିଲେ ଲେଖକ ସାହିତ୍ୟ ଲେଖିପାରିବ ନାହିଁ। ଜୀବନ ବିତାଇ ଅନ୍ୟ ସାହିତ୍ୟ କୃତି ପଢ଼ି ଲେଖକ ପ୍ରାପ୍ତ ବ୍ୟାବହାରିକ ଜ୍ଞାନ ଲଭି ନିଜର ସାହିତ୍ୟ ଲେଖିଥାନ୍ତି, ସୃଷ୍ଟି କରନ୍ତି। ସଂସାରର ସବୁ ଲେଖକ ଏଇଭଳି ରୀତି ପଦ୍ଧତିରେ ସାହିତ୍ୟ ଲେଖି ସ୍ୱକୀୟ ସାହିତ୍ୟକୁ ସ୍ୱରୂପାୟିତ କରନ୍ତି, ଆକୃତି ଦିଅନ୍ତି। ଏତଦ୍ ଭିନ୍ନ ସାହିତ୍ୟ ଅନ୍ୟ କେଉଁ ବାଟରେ ସ୍ୱରୂପାୟିତ ହୋଇପାରି ନଥାଏ। କଥାରେ ଅଛି ପରା, ସୁଖ କହିବି ନା ଦୁଃଖ କହିବି ନା ଅଙ୍ଗେ ନିଭାଇଥିବା କଥା କହିବି। ଏଇ ଅଙ୍ଗେ ନିଭା କଥା କହି କୁଷ୍ଠରୋଗାକ୍ରାନ୍ତ କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଜୀବନ ସଙ୍ଗୀତ ନାମକ କବିତାରେ ପ୍ରାଣର ଆବେଗ ନେଇ ଗାଇଛନ୍ତି। ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡ଼ାଇବ ହେ, ଯାହା ଦେଇଥିଲ ସବୁ ତ ନେଲଣି, ଆଉ ଏବେ କିସ ଛଡ଼ାଇବ ହେ। ପୁଣି ଗାଇଛନ୍ତି, ଦେ ମୋତେ ବାଇୟା କରି, ଆରେ ମୋର ବାଇୟା ରଜା, ନାଚିବି ଲଙ୍ଗଳା ହୋଇ, ତାଳି ମାରି ଦେଖିବୁ ମଜା। ଏଇ ଲକ୍ଷ୍ମୀକାନ୍ତ କବିତାରେ ସିନା ବିପ୍ଳବୀ ବିଦ୍ରୋହୀ ହେଲେ, ତାଙ୍କର ଏକମାତ୍ର ଅସମ୍ପୂର୍ଣ୍ଣ ଉପନ୍ୟାସ କଣା ମାମୁଁ ଏବଂ କ୍ଲାସିକ୍ ଗପ ବୁଢ଼ା ଶଙ୍ଖାରିକୁ ଲେଖି ଶ୍ରେଣୀକକ୍ଷରେ ପାଠ୍ୟ କୋର୍ସରେ ରଖାଇ ପାରିବାର ସାମର୍ଥ୍ୟ ଆଣିଛନ୍ତି। ତୃତୀୟତଃ ସାହିତ୍ୟର ସୃଷ୍ଟି କଳ୍ପନାରୁ ହୋଇଥାଏ। କଳ୍ପନା ବା ଭାବନା ବିନା ସାହିତ୍ୟ ଯେତେ ଅନୁଭୂତି ସିଦ୍ଧ ଥାଉ, ଯେତେ ଅଭିଜ୍ଞତା ଅର୍ଜୁ, ସୁନ୍ଦର ରମଣୀୟ ମାର୍ମିକ ହୃଦ୍ୟ ହୋଇପାରିବ ନାହିଁ। ଅନୁଭୂତି ସାହିତ୍ୟର ସ୍ୱରୂପକୁ ଖାଦ୍ୟ ବା ଖୋରାକ ଦିଏ, ହେଲେ କଳ୍ପନା ସାହିତ୍ୟକୁ ରମଣୀୟାର୍ଥ ପ୍ରତିପାଦକ ଶବ୍ଦଃ କାବ୍ୟମ୍ ବୋଲାଏ। ରାଧାନାଥଙ୍କର ଚିଲିକା କାବ୍ୟ ମନମୁଗ୍ଧକର ହେବା ପଛରେ ବାସ୍ତବତା ଅଛି, ହେଲେ କଳ୍ପନା ପାଇଁ କାବ୍ୟଟି ପ୍ରୀତିଭାଜନ ହୋଇପାରିଅଛି, ଯାହା ଫଳରେ ସାଧାରଣ ହ୍ରଦଟିଏ ହୋଇଯାଇଛି କାବ୍ୟ ନାୟିକା ବା ଲେଡି ଅଫ୍ ଦି ଲେକ୍। କଳ୍ପନାର ବିନିଯୋଗରେ ଚିନ୍ତାମଣି ବେହେରାଙ୍କର ଛୋଟ ଅଥଚ ସାମାନ୍ୟ କବିତା ବଣି ଶ୍ରେଣୀପାଠରେ ପଢ଼ାଗଲା, ସ୍ମରଣରେ ମନେରହି ଗାନଯୋଗ୍ୟ ହୋଇ ଗାଇଲା, ମନ ମୋର ଏଇ ବଣି ପରି, ପଙ୍କ କୀଟ ଖୋଜେ ବେଳେ ବେଳେ, କୀଟର ଉତ୍ସବେ ମାତି, ଭୁଲିଯାଏ କିରଣର ଡାକ, କିରଣର ଗାନ। କିମ୍ବା କବିଙ୍କର ବିଏସ୍ ଶ୍ରେଣୀରେ ଅନେକ ଥର ପାଠ୍ୟାନ୍ତର୍ଗତ କବିତା ପେଚା, କେଉଁ ଦୂର ତରୁବରେ ପଲ୍ଲବ ଗହନେ, ସଙ୍ଗୋପନେ ତୁମେ ବସିଅଛ ହେ କୁଳବୃଦ୍ଧ ଜ୍ଞାନବୃଦ୍ଧ ପେଚା। ରାତି ଅଧର ସାଧାରଣ ପେଚା ରବ ଶୁଣି କବି ମହାଶୟ ଏତେ ବଡ଼ ଏଡ଼େ ସୁନ୍ଦର ହୃଦୟଗ୍ରାହୀ ଅବିସ୍ମରଣୀୟ କବିତା ସତରେ ଲେଖିପାରିଲେ କେମିତି? ଏଥିରୁ ଜଣାପଡ଼େ କଳ୍ପନାର ମାୟାଜାଲ କବିଙ୍କୁ ଆବେଗାନ୍ୱିତ କରି ସୁନ୍ଦର ରମଣୀୟାର୍ଥ ପ୍ରତିପାଦକ ଶବ୍ଦମ୍ କାବ୍ୟମ୍ର କ୍ଷମତା ସମ୍ପନ୍ନ କରାଇ ପାରିଛି। ଏହା କମ୍ ବଡ଼ କଥା ନୁହେଁ। ପୁଣି ଅଶୁଭ ପକ୍ଷୀକୁ ନେଇକରି ଯେମିତି ଗାଳ୍ପିକ ଅଚ୍ୟୁତାନନ୍ଦ ପତି ଅଶୁଭ ପୁତ୍ରର କାହାଣୀ ଲେଖି କାଳଜୟୀ ଗଳ୍ପ ସୃଷ୍ଟିର ହକ୍ଦାର ଭାଗୀଦାର ହୋଇପାରିଛନ୍ତି। ଗଳ୍ପଟି ପାଠକ ଆଖିରୁ ଲୁହ ଝରାଇ ଦିଏ। ମଣିଷର ଜୀବନ ସଂଗ୍ରାମର
ଅନନ୍ୟ ପ୍ରତୀକ ପ୍ରତିନିଧି ବିଭିନ୍ନ ଭାରତୀୟ ଭାଷାର ଅନୁବାଦ ପ୍ରୟାସୀ ହୋଇସାରିଛି ଗଳ୍ପଟିର ହୃଦୟ ପ୍ରଶଂସନୀୟ ଗୁଣ ପାଇଁ। ତେଣୁ ସାହିତ୍ୟର ସ୍ୱରୂପରେ ତାକୁ ଆକୃତି ପ୍ରଦାନରେ କଳ୍ପନାର ଆଚମ୍ବିତ ଖେଳଘର ଥାଏ। ଚତୁର୍ଥତଃ ସାହିତ୍ୟରେ ସୌନ୍ଦର୍ଯ୍ୟର ସ୍ଥିତି ଥାଏ। ତେବେ ସୌନ୍ଦର୍ଯ୍ୟ କ'ଣ କହିଲେ ଆମ ମନକୁ ସହଜ ଉତ୍ତରଟିଏ ଆସିଥାଏ କି ଯାହା ଆଖିକୁ ଭଲ ଦିଶେ, ମନ ଗ୍ରହଣ କରେ, ତାହା ସୌନ୍ଦର୍ଯ୍ୟ ବା ସୁନ୍ଦରତା। କବିତାରେ ସାହିତ୍ୟର ସ୍ୱରୂପ ପ୍ରକାଶମାନତାରେ ସୌନ୍ଦର୍ଯ୍ୟ ମାତ୍ରାଧିକ୍ୟ। ଯେହେତୁ କବିତା ମାନମୟୀ ନାରୀ, କବିତା ଅଭିମାନିନୀ, ସେ କାବ୍ୟର ଶୋଭାବିଧାୟକ ଧର୍ମ ଅଳଙ୍କାର ଆଭୂଷଣ ପ୍ରିୟା, ଦେହଧାରିଣୀ ନାୟିକା, ସୁନ୍ଦରତା ଚାତୁର୍ଯ୍ୟତାର ଶୀର୍ଷକୀୟ ପ୍ରକାଶକାରିଣୀ, ଅବଗୁଣ୍ଠନବତୀ ମାନିନୀ ବୋହୂଟିଏ, ପାଠକ ପ୍ରିୟ ଦୋଷର ବର ହୋଇ ବୁଝିବାର ବାସର ରାତିରେ ପର୍ଯ୍ୟାପ୍ତ ସହବାସ ସୁଖ ନ ଦେଲେ କବିତା ରାଣୀ ସାହିତ୍ୟର ସ୍ତ୍ରୀଲିଙ୍ଗବାଚିକା ରାଜ୍ୟରେ ଅନ୍ୟାନ୍ୟ ପ୍ରିୟବରକୁ ବରଣୀୟ କରାଇ ନଥାଏ, ଦୂରେଇ ହଟେଇ ଦିଏ। ତୀକ୍ଷ୍ଣ ବୁଦ୍ଧି ସ୍ୱରୂପ ନେଇ ତୀକ୍ଷ୍ଣ ବୁଦ୍ଧିକୁ ଚାହିଦା ଦ୍ୱାରା ନିଜକୁ ବୁଝାଇ ପ୍ରବୋଧିତ ସାନ୍ତ୍ୱନାୟିତ କରାଏ। ଗୁରୁପ୍ରସାଦ ମହାନ୍ତିଙ୍କର ଆଖିର କପୋତ ମୋର, ସୁନାର ଝରଣା, ଗୋବର ଗଣେଶ, ଅକ୍ରୂର ଉବାଚ, ଚମ୍ପା ଫୁଲ ଇତ୍ୟାଦି କବିତାରେ ସୌନ୍ଦର୍ଯ୍ୟ ପ୍ରଚଣ୍ଡ ବୌଦ୍ଧିକତାରେ ପରିବେଷିତ ହୋଇଛନ୍ତି। ପ୍ରବୋଧନା ବୁଝିବାରେ ସାମର୍ଥ୍ୟ ଥିଲେ କବିତା ପଠନର ପରିତୃପ୍ତି ପ୍ରକାଶିଛନ୍ତି। ନହେଲେ ଏଇଭଳି କବିତାମାନଙ୍କୁ ଦୁର୍ବୋଧ୍ୟ ଅବୋଧ୍ୟ କହି ନିଜ ଦୋଷ ଯୋଗୁଁ କବିତାର ମୋହନୀୟ ସୌନ୍ଦର୍ଯ୍ୟ ପ୍ରକାଶର ତଣ୍ଟି ଚିପି ଦେଇଛନ୍ତି। ନିଜେ ଅଯୋଗ୍ୟ ଥାଇ କବିତାକୁ ଅଯଥା ଅଯୋଗ୍ୟର ଦୁର୍ନାମ ରଟାଇଛନ୍ତି। ସ୍ୱଭାବ କବି ରଙ୍ଗାଜୀବ ଗଙ୍ଗାଧର ମେହେରଙ୍କର ଆଶ୍ରମେ ପ୍ରଭାତ ବା ମଙ୍ଗଳେ ଅଇଲା ଉଷା କବିତାରେ କାବ୍ୟ ସାହିତ୍ୟର ସୌନ୍ଦର୍ଯ୍ୟ ସ୍ଥିତି ଅତୁଳନୀୟ। ସ୍ୱରୂପାୟିତ ହୋଇଥିବାର ସ୍ୱୀକୃତି, ସାର୍ବଜନୀନ ସ୍ୱର ଉଦାତ୍ତ, ସତେକି ତାହା ପ୍ରଣବ ଝଙ୍କାର। ସାହିତ୍ୟର ସ୍ୱରୂପ କଳ୍ପନା ଲେଖକଙ୍କ ଆତ୍ମିକ ସୌନ୍ଦର୍ଯ୍ୟବୋଧ ଜ୍ଞାନରୁ ଆସି ରଚନାରେ ନିଜସ୍ୱ ସୌନ୍ଦର୍ଯ୍ୟବୋଧକୁ ଦେଖାଏ। ସୌନ୍ଦର୍ଯ୍ୟରୁ ସାହିତ୍ୟର ସ୍ଥିତି ଓ ସେହି ସୌନ୍ଦର୍ଯ୍ୟରେ ସାହିତ୍ୟ ପ୍ରୀତି ପାଇଥାଏ ସ୍ୱସ୍ୱରୂପ ପ୍ରକାଶ କରି। ପୋଖରୀରେ ପଦ୍ମଫୁଲ ଫୁଟିବାର ସୌନ୍ଦର୍ଯ୍ୟମୟତାକୁ ଦେଖି ପଦ୍ମ କବିତାର ରଚନାରେ କବି ପ୍ରୋକ୍ତ କବିତାକୁ ଭଲ ପାଇବା, ବାରମ୍ବାର ପାଠରେ ପଢ଼ାଇବା, କବିଙ୍କୁ ମହାନ କବିର ମାନ୍ୟତା ଦେବା, ଉଦ୍ଧୃତିରେ ଆଣିବା, ନିଜକୁ ଫୁଲ ସହିତ ତୁଳନା କରିବା, ରଚନାରେ ଦୃଷ୍ଟିକୋଣର ଅନନ୍ୟତା ଭରିବା ଇତ୍ୟାଦି ରମ୍ୟତା ପ୍ରାପ୍ତ କବିଙ୍କର। ପଞ୍ଚମତଃ ସାହିତ୍ୟ ପ୍ରଭାଗର ସ୍ୱରୂପରେ ଅନେକ, ପୁଣି ଐକିକତାର ପ୍ରଭାଗରେ ବି ଅନେକ। ମାନେ ହେଲା କାବ୍ୟ କବିତା ସାହିତ୍ୟ ସ୍ୱରୂପର ଏକ ପ୍ରଭାଗ ବା ବିଭାଗ, ପୁଣି ସେହି କବିତା ବିଭାଗଟି ନିଜେ ଗାଥା, ଶୋକ, ସମ୍ବନ୍ଧ, ଚତୁର୍ଦ୍ଦଶପଦୀ, ବ୍ୟଙ୍ଗ, ଚୌପଦୀ ନାମରେ ଶୈଳୀଗତ ବିଭାଗରେ ଭିନ୍ନ ଭିନ୍ନ ନାମିକ ରୂପ ଧରିଛି। ଅର୍ଥାତ୍ ଗାଥା ବା ବାଲାଡ କବିତା କାହାଣୀକୁ, ଶୋକ ଦୁଃଖକୁ, ସମ୍ବୋଧ ଡାକରାକୁ, ଚତୁର୍ଦ୍ଦଶପଦୀ ଚଉଦଧାଡ଼ିକୁ, ବ୍ୟଙ୍ଗ ଥଟ୍ଟା ପରିହାସିକ ସୁଧାରକୁ, ଚୌପଦୀ ବା କପ୍ଲେଟ ଚାରିଧାଡ଼ିକ ବିଶିଷ୍ଟତାକୁ ଭଙ୍ଗିକ ରୂପ ଧରେ। ସାହିତ୍ୟ ଭାଷା ରଚନା। ଭାଷା ଅନେକ, ତେଣୁ ଭାଷା ନାମକ ସାହିତ୍ୟ ରଚନାରେ ଓଡ଼ିଆ, ଇଂରାଜୀ, ହିନ୍ଦୀ, ବଙ୍ଗଳା, ତେଲୁଗୁ, ତାମିଲ, କନ୍ନଡ଼ ନାମରେ ଭାଷିକ ସାହିତ୍ୟ ରଚନାରେ ସ୍ୱରୂପାୟିତ। ଷଷ୍ଠତଃ ସାହିତ୍ୟ ସ୍ୱରୂପ ବା ଆକାର ବିଶିଷ୍ଟ। କବିତାରେ, ଗଳ୍ପରେ ଥାଇ କ୍ଷୁଦ୍ର ଏବଂ କାବ୍ୟ ଉପନ୍ୟାସ ଜୀବନୀ ନାଟକରେ ଥାଇ ବୃହତ୍, ବଡ଼ ବା ଦୀର୍ଘ, ଯାହାକି ପଢ଼ିବା ସମୟରେ ସାପେକ୍ଷ, ବେଳେ ବେଳେ ପଢ଼ିବା ବିରକ୍ତିକର, ଶୀଘ୍ର ସରୁନାହିଁ ବୋଲି, ତେଣୁ ପଢ଼ିବାରେ ଆଗ୍ରହ ବି ନଥାଏ। ସପ୍ତମତଃ ସାହିତ୍ୟ ତାର ସ୍ୱରୂପ ବା ଆକାରରେ ପରିବର୍ତ୍ତନଶୀଳ ଥାଏ। ଚାହିଦା, ଇଚ୍ଛାକୁ ଦେଖି ହୋଇଥାଏ। ଗପ କବିତାକୁ ବଦଳେ, ଗପ ନାଟକରେ ପରିଣତ ହୁଏ, କବିତା ବି ନାଟିକାର ରୂପ ନିଏ। କାଳିଜାଈ କାହାଣୀକୁ ଶୁଣି ଗୋଦାବରୀଶ ମିଶ୍ର କାଳିଜାଈ କବିତା ଲେଖିଲେ। ସେହି କାଳିଜାଈ କବିତା ରେଡ଼ିଓ ନାଟକ, ମଞ୍ଚ ନାଟକ ହେଲା। ଅଖିଳମୋହନଙ୍କ ରୁବିର ରୁବାଇୟାତ ଗଳ୍ପ ରେଡ଼ିଓ ନାଟକ, ରୁବିର ରୁବାୟୁ ହେଲା। ହିମାଂଶୁ ଭୂଷଣ ସାବତ ଯାହାକୁ ବେତାର ନାଟକରେ ରୂପାୟିତ କରିଥିଲେ। ଛଅମାଣ ଆଠଗୁଣ୍ଠ ଉପନ୍ୟାସ ବେତାର ନାଟକ, ସିନେମା, ଦୂରଦର୍ଶନ ନାଟକ ହୋଇଥିଲା। ମଲାଜହ୍ନ ଉପନ୍ୟାସ ବି ସିନେମା ରୂପ ନେଇଛି। ଅଷ୍ଟମତଃ ସୃଜନଶୀଳ ସାହିତ୍ୟ
ସାହିତ୍ୟର ସ୍ୱରୂପରେ ଜୀବନର ସମ୍ପର୍କୀୟ ଆଲୋଚନା ସମ୍ୟକ୍ ଆଲୋଚନା ସମୀକ୍ଷା ଥାଏ। ଆଉ ସୃଜ୍ୟମାନ ସାହିତ୍ୟର ଆଲୋଚନା ସମୀକ୍ଷାରେ କରାଯାଏ। ସୃଜନଶୀଳ ଏବଂ ସମୀକ୍ଷାତ୍ମକ ଉଭୟ ପ୍ରକାର ସାହିତ୍ୟ ସ୍ୱକୀୟ ସ୍ୱରୂପରେ ନିର୍ଦ୍ଦିଷ୍ଟ ହୋଇ ରହିଥାନ୍ତି। ନବମରେ ସାହିତ୍ୟ ନିଜସ୍ୱ ରୂପରେ ଅନୁବାଦମୟତାକୁ ଧରିଥାଏ। ଫଳରେ ଗୋଟିଏ ଭାଷାର ସାହିତ୍ୟ ଅନୁବାଦରେ ରୂପ ପାଇ ବିଶ୍ୱକୈନ୍ଦ୍ରିକ ମୂଲ୍ୟ ପାଏ। ସାରା ବିଶ୍ୱବାସୀ ସାହିତ୍ୟପ୍ରେମୀ ଜନତା ଅନୁବାଦ ପଢ଼ି ଭାବିଥାନ୍ତି, ଆମେ ପୃଥିବୀ ସାରାର ସାହିତ୍ୟ ପଢ଼ି ସାରିଛୁ। ଅନୁବାଦ ଭାଷାର ବିଭିନ୍ନତାକୁ ଦୂରେଇ ଦେଇ ସମଗ୍ର ବିଶ୍ୱବାସୀଙ୍କୁ ସାହିତ୍ୟ ଦ୍ୱାରା ଏକତା ସୂତ୍ରରେ ବାନ୍ଧି ରଖେ। ଅନୁବାଦ ମାନବୀୟ ଜାତୀୟ ସଂହତିର ଅପର ପରିଚୟ। ରୋମାଣ୍ଟିକ୍ କବି ଉଇଲିୟମ ୱାର୍ଡ଼ସୱାର୍ଥଙ୍କର ରଚିତ କାଳଜୟୀ କବିତା ଦି ସଲିଟେରୀ ରିପରର ଦୁଇଥର ଓଡ଼ିଆ ଅନୁବାଦ ଭିନ୍ନ ଭିନ୍ନ ଧରଣର ହୋଇଅଛି। ସେମାନଙ୍କ ମଧ୍ୟରୁ ଏକ ଅନୁବାଦ ଏକାକିନୀ କୃଷକ କାମିନୀ ନାମରେ 1967 ମସିହାରେ ସପ୍ତମ ଶ୍ରେଣୀର ପାଠମାଳା ନାମକ ସାହିତ୍ୟ ବହିରେ ଥାଇ ଶ୍ରେଣୀକକ୍ଷର ପାଠ୍ୟ ଅନ୍ତର୍ଗତ ଥିଲା। ଉଭୟ ଇଂରାଜୀ ଓ ଓଡ଼ିଆ ଅନୁବାଦିତ କବିତା ସମାନ ରୀତିରେ ପାଠରେ ପଢ଼ାଯାଇଥିଲା। ସାହିତ୍ୟ ସ୍ୱରୂପ ପକ୍ଷେ ଏହା ଅତ୍ୟନ୍ତ ଗୌରବାବହ କଥା। ସାହିତ୍ୟକୁ ସାର୍ବଜନୀନ ଭଲ ପାଇବାର କି ମହାନ୍ ମୂଲ୍ୟଦାନ! ସେହିପରି ଉଇଲିୟମ କାଉପରଙ୍କ ରଚିତ ଆଲେକ୍ଜାଣ୍ଡର ସେଲକ୍ରିକ୍ ନାମକ ଇଂରାଜୀ କବିତା ଭକ୍ତକବି ମଧୁରାଙ୍କ ଦ୍ୱାରା ନିର୍ବାସିତର ବିଳାପ ନାମରେ ଅନୁଦିତ ହୋଇ ଅନେକ ଥର ତଳ ଶ୍ରେଣୀ ସପ୍ତମ ଏବଂ ଉପର ଶ୍ରେଣୀ ଯୁକ୍ତ 2ରେ ଶ୍ରେଣୀପାଠ ହୋଇଅଛି। ଲିଓ ଟଲଷ୍ଟୟଙ୍କ ଗଳ୍ପଗୁଡ଼ିକ ଅଧ୍ୟାପକ ଶ୍ରୀଧର ଦାସଙ୍କ ଦ୍ୱାରା ଓଡ଼ିଆରେ ଅତୀତରେ ଗ୍ରନ୍ଥମନ୍ଦିର କଟକ କୃତ ଅନୁବାଦ ମୁଦ୍ରିତ ହୋଇ ପାଠକୀୟ ସ୍ତରରେ ଲୋକପ୍ରିୟତା ହାସଲ କରିଥିଲା। ପ୍ରେମଚାନ୍ଦଙ୍କ ଗୋଦାନ ଓ ତାଙ୍କର ଗଳ୍ପମାନଙ୍କୁ ପ୍ରଫେସର ଗୋଲକ ବିହାରୀ ଧଳ ଓଡ଼ିଆରେ ଅନୁବାଦ କରି ଓଡ଼ିଆ ସାହିତ୍ୟ କରାଇ ପାରିଛନ୍ତି, ଯଦ୍ୱାରା ଓଡ଼ିଆ ସାହିତ୍ୟ ପୃଷ୍ଠ ସମୃଦ୍ଧ ହୋଇଅଛି। ଏଇମିତି ଉଦାହରଣ ଅନେକ ଦେଇହେବ। ଦଶମରେ ସାହିତ୍ୟ ସ୍ୱରୂପରେ ଗ୍ରାହ୍ୟତା ଅଗ୍ରାହ୍ୟତା ମଧ୍ୟ ଅଛି। ସାହିତ୍ୟ ଲିଖନ ବା ରଚନାରେ ନିଜକୁ ଆକୃତି ଦେଲେ ମଧ୍ୟ ସେଥିରେ ମଣିଷ ଜୀବନର ବ୍ୟାଖ୍ୟା ରହିଥିଲେ ମଧ୍ୟ ସବୁ ସାହିତ୍ୟ ପୁଣି ସବୁ ପ୍ରକାରର ସାହିତ୍ୟ ଯେ ପାଠକର ଗ୍ରାହ୍ୟ ବା ଗୃହୀତ ହେବ, ଏହାର ସଠିକତା ଗ୍ୟାରେଣ୍ଟି ଆଦୌ ନାହିଁ। ସାହିତ୍ୟର ଗ୍ରହଣୀୟତାରେ ପାଠକର ମନଲାଖି ଗୁଣ ଥିବା ଦରକାର। ପାଠକ ସାହିତ୍ୟକୁ ପଢ଼ି ଭଲ କହିବା ଏବଂ ଏହି ଭଲ କହିବାରେ ସାମୂହିକ ସ୍ୱୀକୃତି ରହିଥିବାକୁ ଦେଖାଯାଏ। ପାଠକ କେଉଁ ଦୃଷ୍ଟିରୁ ଭଲ କହୁଛି ଜାଣିବାକୁ ନିହାତି ପଡ଼ିବ। ଏକ ସାହିତ୍ୟ କଥାବସ୍ତୁ, ଚରିତ୍ର ବର୍ଣ୍ଣନା, ଭାଷା, ପରିବେଶ, ଦ୍ୱନ୍ଦ୍ୱ, ଉତ୍କଣ୍ଠା, ସମାପ୍ତି ଆଦି ଉପାଦାନ ଦେଇ ରଚିତ ହୋଇଥାଏ। ଦେଖିବାକୁ ପଡ଼ିବ ପାଠକ ସାହିତ୍ୟର ଉପରୋକ୍ତ ଉପାଦାନର ସମଗ୍ରତା ଦିଗରୁ ଭଲ ପାଉଛି, ନତୁବା କାହାଣୀ, ଚରିତ୍ର, ଭାଷା, ବର୍ଣ୍ଣନା, ଦ୍ୱନ୍ଦ୍ୱ, ଉତ୍କଣ୍ଠା କୌଣସି ଏକ ବା ଦୁଇ ଦିଗରୁ ଭଲ ପାଉଛି। ଦେଖି ସେହି ଅନୁଯାୟୀ ସାହିତ୍ୟ ସ୍ୱରୂପର ଗ୍ରାହ୍ୟତା କିମ୍ବା ଅଗ୍ରାହ୍ୟତା ବିଚାର ହୋଇପାରିବ। ଭଲ ପାଇବା, ଭଲ ନ ପାଇବା, ପରସ୍ପର ଲଗାଲଗି ଏହି ଦୁଇଟିର କାରଣ ଖୋଜି ସ୍ୱରୂପ ନିରୂପିତ ହେବ କି ସାହିତ୍ୟଟି ଭଲ କିମ୍ବା ଭଲ ନୁହେଁ। ମୋ ସ୍ୱାମୀ ନାହାନ୍ତି ଘରେ, ଉଛୁଳା ପ୍ରେମ, ଅଭାଗିନୀର ଚଉଠି ନାମିତ ରାସ୍ତାକଡ଼ର ଫୁଟପାଥରେ ବିକା ଯାଉଥିବା ଉପନ୍ୟାସ ମାନଙ୍କର ଗ୍ରାହ୍ୟତା ସ୍ୱଳ୍ପ, ନିମ୍ନ ମାନସିକତା ସମ୍ପନ୍ନ ପାଠକମାନଙ୍କ ପାଇଁ ଉଦ୍ଦିଷ୍ଟ। ଉଚ୍ଚଦରର ପାଠକ ଏହାର ଗ୍ରାହକ ହୋଇ ନଥାନ୍ତି, ଆଉ ଏହାର ଗ୍ରାହ୍ୟତା ବି ସେହି ରକମର। ବୌଦ୍ଧିକ ସମ୍ଭ୍ରାନ୍ତ ଶ୍ରେଣୀୟ ପାଠକ ବର୍ଗ ଏମାନଙ୍କର ଗ୍ରାହକ ନଥିବାରୁ ଗ୍ରାହ୍ୟତା ପରିମିତ, ଅଗ୍ରାହ୍ୟତା କିନ୍ତୁ ବେଶୀ। ଏଭଳି ଉପନ୍ୟାସ ଶ୍ରେଣୀରେ ପଢ଼ାଯାଇ ପାରିନଥାନ୍ତି। ଅଶ୍ଳୀଳ ସାହିତ୍ୟର ଗ୍ରାହ୍ୟତା ଖୁବ୍ କମ୍। ସାହିତ୍ୟ ସ୍ୱରୂପର ଗ୍ରାହ୍ୟତା ପାଇଁ ରୁଚିବୋଧକୁ ଖୋଜିବା ଦେଖିବା ସର୍ବାଦୌ କଥା। ଏହି ଗ୍ରାହ୍ୟତା ଅଗ୍ରାହ୍ୟତାରେ ସାହିତ୍ୟର ସ୍ୱରୂପ ଆକୃତି ଉଚ୍ଚକୋଟୀର, ନିମ୍ନସ୍ତରର ହୋଇ ଦୁଇଥିରେ ବିଭକ୍ତ ହୋଇଅଛି। 11ରେ ସାହିତ୍ୟର ସ୍ୱରୂପରେ ପ୍ରୟୋଗଧର୍ମିତା ଲକ୍ଷଣୀୟ ହୋଇଥାଏ। ନାଟକର ମଞ୍ଚସ୍ଥକରଣ, ପରିବେଷଣ ଏବଂ ପ୍ରସାରଣରେ ଏତାଦୃଶ ପ୍ରୟୋଗଧର୍ମିତା ବା ବ୍ୟବହାରମୟତା ଥାଏ। ରେଡ଼ିଓରେ, ସିନେମା ହଲରେ, ଅନୁଷ୍ଠିତ ମଞ୍ଚରେ ପ୍ରସ୍ତୁତ ନାଟକ ପ୍ରଦର୍ଶିତ ହୁଏ। ଏକକାଳୀନ ଅସଂଖ୍ୟ ଦର୍ଶକ ସାହିତ୍ୟ ସ୍ୱରୂପାୟିତ ନାଟକକୁ ଦେଖି ଉପଭୋକ୍ତ ଆନନ୍ଦିତ ହୋଇଥାନ୍ତି। ପ୍ରସ୍ତୁତି ଓ ପ୍ରଦର୍ଶନରେ ନାଟ୍ୟ ସାହିତ୍ୟର ପ୍ରୟୋଗଧର୍ମିତା ବଜାୟ ରହେ।
ରହେ। ନାଟକର ସବୁ ପ୍ରକାର ଶ୍ରେଣୀ ବିଭାଗରେ ଏହି ପ୍ରକାର ଗୋଟିଏ ରୀତି ପ୍ରଯୁଜ୍ୟ ହୋଇଥାଏ। ଦ୍ୱାଦଶରେ ସାହିତ୍ୟର ରଚନାୟିତ, ପଠନାୟିତ, ପାଠ୍ୟାନ୍ତର୍ଗତ ପ୍ରଦର୍ଶିତ ସ୍ୱରୂପ ବା ଆକୃତିକୁ ଦେଖାଗଲା। ବର୍ତ୍ତମାନ ସାହିତ୍ୟର ସମୀକ୍ଷାୟିତ ତଥା ସାହିତ୍ୟ ସଭାମାନଙ୍କରେ ସାହିତ୍ୟର ଆଲୋଚନାୟିତ ସ୍ଥିତିସ୍ଥାପକତା ଜନିତ ସ୍ୱରୂପର କାରଣ, ଆୟୋଜନ, ଆମନ୍ତ୍ରଣ, ଭାଷଣାୟିତ ବକ୍ତବ୍ୟ ଛଳରେ ଥିବା ଶତ୍ରୁ ସ୍ୱରୂପ ହେଲେ ଶ୍ରୋତା ସଭାରେ ଆଶାତୀତ ଭଲ ଥିଲେ, ଗ୍ରହଣ ଭଲ ଥିଲା ବା ରେସ୍ପନ୍ସ ଉତ୍ତମ ଥିଲା, ବକ୍ତାଗଣ ବହୁ ଶାସ୍ତ୍ରଦର୍ଶୀ, ପଣ୍ଡିତମନ୍ୟ, ପ୍ରସଙ୍ଗ ଉଚିତ ଥିବାରୁ ଶ୍ରୋତା ଭାଷଣ ପ୍ରଦାନ ଏବଂ ଆଲୋଚନାକୁ ଉପଭୋଗ କରିବାରେ ସାହିତ୍ୟ ଆଲୋଚନାର ସ୍ୱରୂପ ଧରାଯାଇପାରିବ।